मेघमाଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତିଦିନ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥାବାର୍ତ୍ତା ହେଉଥିବାରୁ ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଆପଣମାନେ ଦେଖୁଛନ୍ତି। ତାହା କେବଳ ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆମମାନଙ୍କୁ ଉତ୍ସାହିତ କରୁଛନ୍ତି। ଆପଣମାନଙ୍କ ଲାଇକ୍ ସେୟାର କମେଣ୍ଟସ୍ ଆମମାନଙ୍କୁ ଉତ୍ସାହିତ କରୁଛି। ସେଥିପାଇଁ ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ, ଆଉ ଏହି ପ୍ରକାର ଭାବରେ ଆମମାନଙ୍କୁ ଉତ୍ସାହିତ କରୁଥିବେ ବୋଲି ଆମେ ଅନୁରୋଧ କରୁଛୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ତିରସ୍କୃତ ମାନଙ୍କର ପ୍ରଭୁ, ଯେଉଁମାନେ କି ସମାଜରେ ରିଜେକ୍ଟେଡ୍, କୌଣସି ପ୍ରକାର ମାନ୍ୟଗଣ୍ୟ ନୁହେଁ, ଏହି ପ୍ରକାର ଲୋକମାନଙ୍କୁ ଆମର ପ୍ରଭୁ ବାଛନ୍ତି ଆଉ ତାଙ୍କୁ ସେ ଉଚ୍ଚ ପଦକୁ ନିଅନ୍ତି। ଆମମାନଙ୍କ ପରମେଶ୍ୱର ତିରସ୍କୃତ ଲୋକମାନଙ୍କର ପ୍ରଭୁ। ଏହି ସ୍ଥାନରେ ଗୀତ ରଚକ ଗୀତ ସଂଗୀତା 27 ଗୀତର 10 ପଦରେ କହନ୍ତି, କାରଣ ମୋହର ପିତା ଓ ମୋହର ମାତା ମୋତେ ପରିତ୍ୟାଗ କରିଅଛନ୍ତି, ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ। ଏଇ ଜାଗାରେ ଦେଖନ୍ତୁ, ଗୋଟିଏ ବ୍ୟକ୍ତିଙ୍କର ଯଦି ମା ବାପା ତାଙ୍କୁ ପରିତ୍ୟାଗ କରିବେ, ତାହେଲେ ସେହି ପୁଅ ବା ଝିଅର ଅବସ୍ଥା କ'ଣ ହେବ? ଆଜି ଏ ପ୍ରକାର ଅନେକ ଅଛନ୍ତି ଯେଉଁମାନେ କି ନିଜ ଲୋକଙ୍କ ଦ୍ୱାରା ତିରସ୍କୃତ, ନିଜ ଲୋକ ତାଙ୍କୁ ପଚାରୁନାହାନ୍ତି, ନିଜ ଲୋକ ତାଙ୍କୁ ରିଜେକ୍ଟ କରିଦେଇଛନ୍ତି। ଏହି ପ୍ରକାର ବ୍ୟକ୍ତିମାନଙ୍କୁ ପରମେଶ୍ୱର ଉଠାନ୍ତି, ସେହି ପ୍ରକାର ବ୍ୟକ୍ତିମାନଙ୍କୁ ପରମେଶ୍ୱର ସମ୍ଭାଳନ୍ତି। ଦାଉଦ ଇସ୍ରାଏଲର ଦ୍ୱିତୀୟ ରାଜା ହେଲେ, ଆଉ ସେ ଆପଣାର କୌଣସି ଯୁଦ୍ଧକୁ ସେ ହାରି ନାହାନ୍ତି। ଯେଉଁ ଯୁଦ୍ଧକୁ ଗଲେ ପ୍ରତ୍ୟେକ ଯୁଦ୍ଧରେ ସେ ଜୟ ଲାଭ କଲେ। ସେ ପରମେଶ୍ୱରଙ୍କର ମନର ମତ ବ୍ୟକ୍ତି ଥିଲେ। ଆମମାନଙ୍କ ପରମେଶ୍ୱର ଯେଉଁମାନେ କି ତିରସ୍କୃତ ଲୋକମାନେ, ଯାହାକୁ କି ପରିତ୍ୟାଗ କରିଛନ୍ତି, ଯାହାକୁ ଲୋକମାନେ ରିଜେକ୍ଟ କରିଛନ୍ତି, ଏହି ପ୍ରକାର ବ୍ୟକ୍ତିମାନଙ୍କୁ ସେ ଉଠାଇବା ପରମେଶ୍ୱର ସେ ଅଟନ୍ତି। ପଢ଼ିବା ପଦ 1 Corinthians 1:26 ପଦରୁ, କାରଣ ହେ ଭାଇମାନେ, ତୁମ୍ଭମାନଙ୍କର ଆହ୍ୱାନ ବିଷୟ ଭାବି ଦେଖ। ସାଂସାରିକ ମତ ଅନୁସାରେ ଅନେକ ଜ୍ଞାନୀ, ଅନେକ କ୍ଷମତାପନ୍ନ ବା ଅନେକ କୁଳୀନ ଆହୁତ ହୋଇନାହାନ୍ତି। କିନ୍ତୁ ଯେପରି କୌଣସି ମର୍ତ୍ତ୍ୟ ଈଶ୍ୱରଙ୍କ ଛାମୁରେ ଗର୍ବ ନ କରେ, ଏଥିପାଇଁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ ସବୁ ବର୍ଣ୍ଣିତ କଲେ। ପୁଣି ବଳବାନ ବିଷୟକୁ ଲଜ୍ଜା ଦେବା ନିମନ୍ତେ ଈଶ୍ୱର ଜଗତର ଦୁର୍ବଳ ବିଷୟ ସବୁ ବର୍ଣ୍ଣିତ କଲେ। ଆଉ ଯାହା ଜଗତ ଚକ୍ଷୁରେ ମାନ୍ୟଗଣ୍ୟ, ସେ ସବୁକୁ ବ୍ୟର୍ଥ କରିବା ନିମନ୍ତେ ଈଶ୍ୱର ଜଗତର ନୀଚ ଓ ତୁଚ୍ଛ ବିଷୟଗୁଡ଼ିକ, ନଗଣ୍ୟ ବିଷୟଗୁଡ଼ିକ ବର୍ଣ୍ଣିତ କଲେ। ଆମମାନଙ୍କ ପରମେଶ୍ୱର ସେହି ପ୍ରକାର ପରମେଶ୍ୱର, ଯାହାକୁ ସମାଜ ପରିତ୍ୟାଗ କରେ, ଯାହାକୁ ସମାଜ ତିରସ୍କାର କରେ, ରିଜେକ୍ଟ କରେ, ଏହି ପ୍ରକାର ବ୍ୟକ୍ତିମାନଙ୍କୁ ପରମେଶ୍ୱର ବାଛନ୍ତି ଓ ସେମାନଙ୍କୁ ଉପରକୁ ଉଠାନ୍ତି। ପ୍ରିୟମାନେ, ଜଗତରେ ଅନେକ ଧନୀ ବ୍ୟକ୍ତି, ଜ୍ଞାନୀ ବ୍ୟକ୍ତି, ଉଚ୍ଚ ଜାତିର ବ୍ୟକ୍ତି, କ୍ଷମତାପନ୍ନ ବ୍ୟକ୍ତି ଥିଲେ ମଧ୍ୟ ପରମେଶ୍ୱର ସେମାନଙ୍କୁ ବର୍ଣ୍ଣିତ କଲେ ନାହିଁ। ମାତ୍ର ପରମେଶ୍ୱର ଜଗତର ମୂର୍ଖ ବିଷୟକୁ ବର୍ଣ୍ଣିତ କଲେ, ଜଗତର ଦୁର୍ବଳ ବିଷୟକୁ ବର୍ଣ୍ଣିତ କଲେ, ଜଗତର ନୀଚ ବିଷୟକୁ ବର୍ଣ୍ଣିତ କଲେ। ଆମମାନଙ୍କ ପରମେଶ୍ୱର ଏହି ପ୍ରକାର ମହାନ ବିଷୟ ପରମେଶ୍ୱର, ଯିଏକି ଧୂଳିରୁ ଉଠେଇ ଲୋକମାନଙ୍କୁ ନେଇ ସିଂହାସନରେ ବସେଇବା ପରମେଶ୍ୱର। ପ୍ରିୟ ବନ୍ଧୁ, ଯଦି ଆଜି ଆପଣ ଏହି ସନ୍ଦେଶ ଶୁଣୁଛନ୍ତି ଆଉ ଅନେକ ଲୋକଙ୍କ ଦ୍ୱାରା ଆପଣ ତିରସ୍କୃତ, ଆପଣ ପରିତ୍ୟକ୍ତ ହୋଇଛନ୍ତି, ତାହେଲେ ପ୍ରଭୁ ଆପଣଙ୍କୁ ଉଠାଇବେ। ଗୀତ ରଚକ ଦାଉଦ କହନ୍ତି, ମୋର ମାତା ଆଉ ମୋର ପିତା ମୋତେ ପରିତ୍ୟାଗ କଲେ, ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ଜଗତରେ ଅନେକ ଲୋକ ଏହି ପ୍ରକାର ଅଛନ୍ତି ଯେଉଁମାନେ କି ପରିତ୍ୟକ୍ତ, ନିଜ ଲୋକଙ୍କ ଦ୍ୱାରା ପରିତ୍ୟକ୍ତ, ନିଜ ସମାଜ ଦ୍ୱାରା ପରିତ୍ୟକ୍ତ, ନିଜର ଜାତି ଲୋକ ଦ୍ୱାରା ପରିତ୍ୟକ୍ତ। ଏହି ପ୍ରକାର ବ୍ୟକ୍ତିମାନଙ୍କୁ ପରମେଶ୍ୱର ସେ ଉଠାନ୍ତି, କାରଣ ସେ ତିରସ୍କୃତ ମାନଙ୍କର ପରମେଶ୍ୱର ସେ ଅଟନ୍ତି। ବାଇବଲରେ ଆମେ ଏହି ପ୍ରକାର ଅନେକ ଲୋକଙ୍କ ଜୀବନକୁ ଆମେ ଦେଖିପାରିବା, ଯେଉଁମାନଙ୍କୁ କି ଜଗତ ତୁଚ୍ଛ କଲା, ମାତ୍ର ପରମେଶ୍ୱର
तांको ऊपर को उठेले आमे देखि पारुछु एस्टर से राणी हेले से जणे अनाथ तांको माँ नहांती कि बापा नहांती मर्धक्ष नामक जणे व्यक्ति तांको प्रतिपालन कले तांकर जत्न नेले आउ से 127टा प्रदेश राणी हेबार सुजोग पाइले। जगत जो मानकु तिरस्कार करे परमेश्वर से मानकु ऊपर को उठांती। जोसेफଙ୍କୁ तांकर भाई माने तिरस्कार करी प्रथम रे गोटे गातरे पकई देले तापरे विक्रय करदेले तापरे से जनक घरे जाइकिना काम कले बिना दोषरे कारागार को गले परमेश्वर कारागार उठे मिस्र देशर प्रधानमंत्री भाव गढ़िले जो मानकु निज परिवार मध्य तिरस्कार करे परित्याग करे तुच्छ करे परमेश्वर से उठाती। आज यही संदेश आपण निमंते परमेश्वर आज आपण को कथा कहते आपण अनेक लोकों द्वारा तिरस्कृत हो आपण भांगी पड़ती आ परमेश्वर आपण को आज यही संदेश माध्यम कथा कहते परमेश्वर आज आपण को ग्रहण करुछंती आज आपण को परमेश्वर उठाउछंती। प्रिय माने आमान को परमेश्वर परित्यक्त तिरस्कृत मानकर परमेश्वर से अटंती से समस्तंकर परमेश्वर अटंती कारण यीशुख्रीष्ट समस्तंकर प्रभु मात्र समस्ते यीशुख्रीष्ट निकट को आसंती नहीं मात्र परमेश्वर यही प्रकार तिरस्कृत लोक मान जो मान कि समाज तुच्छ करी बाहर डस्टबिन रे पकई दिए यही प्रकार व्यक्ति मान परमेश्वर बाछी उच्च पदरे से संस्थापन करती आमान को परमेश्वर से प्रकार महान परमेश्वर अटंती। आसंतु आमे प्रभु निकट पदे प्रार्थना करिबा। पवित्र गौरवमय पिता आमे तुमको धन्यवाद दौछु प्रभु तुमर उत्साहजनक वाक्य निमंते तुमे धूलिरु लोक मान को उठे सिंहासन रे बसैबा परमेश्वर तुमे अट प्रभु जगत जहा को परित्याग करे जगत जहा को तुच्छ करे एही प्रकार व्यक्ति मान को वर्णित करी तुमे प्रभु से जीवन रे अनेक गुड़िक आश्चर्य कर्म आशीर्वाद आनीदेवा परमेश्वर तुमे अट आज जो माने ये संदेश शुणुंट आ विभिन्न क्षेत्र में तिरस्कृत अवस्था अच्छी समाज तांकर निज जाति स्व जाति कुटुंब विभिन्न प्रकार व्यक्ति मान द्वारा तिरस्कृत अवस्था अच्छी प्रभु दयाकोरी तुम से संभाल से शक्ति दियो सामर्थ्य तुम्हें दियो से माने निजर से तिरस्कृत अवस्था बाहरी आसी तुम निकट में निज जीवन को समर्पण करेंगे तुम्हें से उठेबा परमेश्वर तुम्हें अट तुम्हें से संभाळिबा परमेश्वर अट दयाकोरी तुम्हें से संभाल प्रभु धन्यवाद दौची प्रार्थना शुणिल और प्रार्थना उत्तर देल बोली प्रार्थना प्रिय प्रभु जीशुଙ୍କ नाम रे मागुअछि आमेन आमेन। प्रेज द लॉर्ड। प्रभु आम समस्त को प्रचुर भाव आशीर्वाद करंतु प्रभु जदि अनुग्रह करती ताहले पुनर्बार आ गोटे नुआ वीडियो रे आम माने परस्पर सहित साक्षात करिबा रहिबा। समस्त को नमस्कार। प्रेज द लॉर्ड। गॉड ब्लेस यू।